आपण ମାନେ ତ ସାଧାରଣତଃ ଛୁରୀ ବା ପନିକିରେ ପରିବା କାଟୁଥିବେ କେବେ ମେଡ଼ିସିନ ଖୋଳରେ ପରିବା କାଟିଛନ୍ତି କାଟି ନାହାନ୍ତି ନା। ତେଣୁ ଆପଣମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ, ତାହେଲେ ଆପଣମାନେ ଜାଣିପାରିବେ। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କ ପାଇଁ ସବୁଦିନ ପରି ନୂଆ ନୂଆ ଟିପ୍ସ ଆଉ ଟ୍ରିକ୍ ଆଣିଛି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ୟୁଜଫୁଲ୍ ହେବ ଆଉ ଆପଣମାନଙ୍କର ବଡ଼ ବଡ଼ ସମସ୍ୟାର ସମାଧାନ ଚୁଟକିରେ କରିପାରିବ। ଆପଣମାନେ ଯେତେବେଳେ କୌଣସି ପରିବା ହେଉ ବା ଡାଲି ଚାଉଳ ଯାହା ବି ହେଉ ଆପଣ ପଲିଥିନରେ ଆଣିଥାନ୍ତି ନା, ପଲିଥିନରେ ଏମିତି ଭାବରେ ସେଇଟା ଗଣ୍ଠି ପଡ଼ିଯାଇଥାଏ ନା, ଆପଣମାନଙ୍କୁ ଖୋଲିବା ପାଇଁକା ବହୁତ ସମୟ ଲାଗିଥାଏ। ଯାହାଫଳରେ କି ଆପଣମାନେ ଯଦି ତରବରରେ କ'ଣ ରୋଷେଇବାସ କରିବା ପାଇଁକା ଆପଣମାନେ ବାହାରିଥିବେ, ଦେଖିବେ ପଲିଥିନର ଗଣ୍ଠିଟା ଏମିତି ପଡ଼ିଯାଇଥିବ କି ଆପଣମାନଙ୍କୁ ଫାଇନାଲି ସେ ପଲିଥିନଟି ଚିରିବା ପାଇଁ ପଡ଼ିଥାଏ। ଆପଣମାନେ ଦେଖନ୍ତୁ ମୁଁ କେମିତି ଷ୍ଟେପ୍ରେ ସେଇଟାକୁ ହୋଲ୍ଡ କରୁଛି। ଆପଣମାନେ ଗୋଟେ ହୋଲ୍ଡରେ ଆଉ ଗୋଟେ ଜରିଟାକୁ ପୁରେଇବେ, ଦେନ୍ କ'ଣ କରିବେ, ତାକୁ ଗୋଟେ ରାଉଣ୍ଡରେ ଏମିତି ମୋଡ଼ିଦେବେ। ତାପରେ ଆଉ ଗୋଟେ ହୋଲ୍ରେ ତାର ଅପୋଜିଟ୍ ହୋଲ୍ଡରେ ପୁଣି ଆପଣମାନେ ତା ହ୍ୟାଣ୍ଡେଲଟାକୁ, ଜରିର ହ୍ୟାଣ୍ଡେଲଟାକୁ ଏମିତି ବି ପୁରେଇ ଦେବେ। ପୁରେଇ ଦେଇକି ଆପଣମାନେ ନର୍ମାଲି ଯେମିତି ଗଣ୍ଠି ପକାନ୍ତି ପଲିଥିନରେ, ସେମିତି ଆପଣମାନେ ଗଣ୍ଠି ପକାଇବେ। ଦେଖିବେ ଆପଣମାନେ ଏମିତି ଟ୍ରାଏ କରିକି ଜିନିଷ ରଖନ୍ତୁ। ଆପଣମାନେ ଯେତେବେଳେ ଏମର୍ଜେନ୍ସି ଟାଇପ୍ରେ ଆପଣମାନଙ୍କୁ ପରିବା ହେଉ ବା ରାସନ ଜିନିଷ ହେଉ ଯେତେବେଳେ ବାହାର କରିବାକୁ ପଡ଼ିବ, ତ ଆପଣମାନେ ଆରାମସେ ତାକୁ ଖୋଲିପାରିବେ। ବେଳେବେଳେ କ'ଣ ହୁଏ ନା, ଆମେ ତରବରରେ ପଲିଥିନର ଗଣ୍ଠିକୁ ଏମିତି ଭାବରେ ପକାଇ ଦେଇଥାଉ ନା, ଆମକୁ ଫାଇନାଲି ସେ ପଲିଥିନଟି ଛିଣ୍ଡେଇବାକୁ ପଡ଼ିଥାଏ, ଯାହାଫଳରେ କି ପଲିଥିନଟି ମାନେ ଅଦରକାରୀ ହୋଇଯାଏ। ତ ଏହି ଟିପ୍ସଟି ନିହାତି ଭାବରେ କରନ୍ତୁ, କିଛି ବି ଆପଣମାନଙ୍କୁ କଷ୍ଟ କରିବା ପାଇଁ ପଡ଼ିବନି। ଟିକେ ନାକୁ ଧ୍ୟାନର ସହ ଦେଖିଲେ ଭିଡ଼ିଓଟିକି ଆପଣମାନେ ଆରାମସେ ଜାଣିପାରିବେ। ନେକ୍ସଟ ଟିପ୍ସ ହେଉଛି ମୋର ମେଡ଼ିସିନ ଖୋଳକୁ ନେଇକରି। ଆପଣମାନେ ଦେଖିବେ ଆଜିକାଲି ସମସ୍ତଙ୍କ ଘରେ ମେଡ଼ିସିନ ଭରପୁର, ଆଉ ଖୋଳ ମଧ୍ୟ ଆପଣମାନେ କ'ଣ କରୁଥିବେ ନା ଅଦରକାରୀ ଭାବେ ଫିଙ୍ଗି ଦେଉଥିବେ। ଆଜିର ଏ ଭିଡ଼ିଓ ଦେଖି ସାରିଲା ପରେ ଆପଣମାନେ ଏ ଅଦରକାରୀ ମେଡ଼ିସିନ ଖୋଳକୁ ଜମାରୁ ବି ଫିଙ୍ଗିବେନି। ବହୁତ ସାରା କାମରେ ମେଡ଼ିସିନ ଆସିଥାଏ। ମେଡ଼ିସିନ ତ ଆମ ଦେହ ଭଲ ହେବା ପାଇଁକା ଆମେ ବ୍ୟବହାର କରିଥାଉ, କିନ୍ତୁ ତା ଖୋଳ ମଧ୍ୟ ଆମର ବହୁତ କାମରେ ଆସିବ, ଯାହାକି ଆମର ସମୟ ସହିତ ପଇସାକୁ ମଧ୍ୟ ବଞ୍ଚେଇଥିବ। ତାହେଲେ ଆପଣମାନେ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ୱାଚ୍ କରନ୍ତୁ, ତାହେଲେ ଆପଣମାନେ ହିଁ ଜାଣିପାରିବେ। ଆମେ ଯେଉଁ ସାଧାରଣତଃ କଇଁଚି ବ୍ୟବହାର କରୁ, କଇଁଚି ଦେଖିବେ ଦାଢ଼ଟା ମରିଯାଇଥାଏ। ଆଉ କଇଁଚିରେ ଆମେ ଯେଉଁ ଜିନିଷ କ'ଣ ବ୍ୟବହାର କରିଥାଉ, କଇଁଚିଟାର ମାନେ ବହୁତ ମଇଳା ମଧ୍ୟ ସେଥିରେ ହେଇଥାଏ। ଆପଣମାନେ କ'ଣ କରିବେ ନା, ଆପଣମାନଙ୍କ ଘରେ ଯଦି ଏମିତି ଟାଇପ୍ର ମେଡ଼ିସିନ ଖୋଳ ଥିବ, ତାହେଲେ ଆପଣମାନେ ବେକାର ଭାବି ଜମାରୁ ବି ଫିଙ୍ଗିବେନି। ଆପଣମାନେ ଏମିତି କଇଁଚିର ମଳି କାଢ଼ିବା ସହିତ ଆପଣମାନଙ୍କର କଇଁଚିର ମଧ୍ୟ ଦାଢ଼ଟା ଆରାମସେ ହେଇପାରିବ। ଗୋଟେ ଜିନିଷରେ ଦୁଇଟା କାମ ଆମର ହେଇପାରିବ। ଦେଖନ୍ତୁ ମୋ କଇଁଚିଟା କେତେ ଟିକେ ମଳି ହେଇଯାଇଛି, ତ ମୁଁ ଆପଣମାନଙ୍କୁ ଦେଖାଉଛି ଏ ମେଡ଼ିସିନ ଖୋଳ ସାହାଯ୍ୟରେ ଆପଣମାନେ କେମିତି ତା ଦେହରୁ ମଇଳା କାଢ଼ିପାରିବେ। ଆଉ ତା ସାଙ୍ଗେ ସାଙ୍ଗେ ଆମର କଇଁଚିର ଦୁଇଟା ଦାଢ଼ ମଧ୍ୟ ହେଇପାରିବ, ଯାହାକି ଆମର କଇଁଚି ଆମେ ଯେତେବେଳେ ବ୍ୟବହାର କରୁ, ଦାଢ଼ ତାର ନଥିଲା ବେଳେ ଆମେ ତାକୁ ରିୟୁଜ୍ କରିପାରୁନା, କାରଣ ତାକୁ ଆମେ ଫିଙ୍ଗି ଦେଇଥାଉ, ଆଉ ଗୋଟେ ଯାଇକି ନେଇ ଆସିଥାଉ। ତ ଏଇ ଦ୍ୱାରା ଆପଣମାନେ କଇଁଚିର ଦାଢ଼ଟାକୁ ଆପଣମାନେ କରିପାରିବେ। ଦେଖନ୍ତୁ କେତେ ସୁନ୍ଦର କାମଟେ ଆପଣମାନଙ୍କୁ ବହୁତ ସାହାଯ୍ୟ କରିବ, ଆଉ ଆପଣମାନଙ୍କର ପଇସା ବଞ୍ଚିବା ସହିତ ସମୟକୁ ମଧ୍ୟ ବଞ୍ଚେଇବ। ଏମିତି ଖାଲିରେ ମେଡ଼ିସିନ ଖୋଳଟା ପଡ଼ିଥିଲା, ଆପଣମାନେ ଏମିତି ବେକାର ଭାବି ତାକୁ ଫିଙ୍ଗି ଦେଉଥିଲେ, ଟିକେ ନାକୁ ମାଇଣ୍ଡ ଖର୍ଚ୍ଚ କରି ଆପଣମାନେ ଯଦି ୟାକୁ କାମରେ ଲଗାଇ ପାରିବେ ନା, ଆପଣମାନଙ୍କର ସମୟ ସହିତ ପଇସା ଦୁଇଟା ଯାକ ମଧ୍ୟ ବଞ୍ଚିବ। କୌଣସି ଜିନିଷକୁ ଆପଣମାନେ ଅଦରକାରୀ ଭାବେ କେବେ ବି ଫିଙ୍ଗିବେନି। ସବୁ ଜିନିଷର ଦରକାରୀ ଆମର ଅଛି। ଟିକେ ମାଇଣ୍ଡ ଖର୍ଚ୍ଚ କରି ଯଦି ଆମେ ତାକୁ ରିୟୁଜ୍ କରିପାରିବା, ତାହେଲେ ଆପଣମାନଙ୍କର ସବୁ ସେଭ୍ ହେଇକି ରହିପାରିବ। ତାପରେ ଆପଣମାନେ ଏଇ ମେଡ଼ିସିନ ଖୋଳକୁ ଆପଣମାନେ ଏମିତି କଇଁଚିରେ କାଟିବା ପାଇଁକା ଲାଗିବେ। 2-4 ଥର ଆପଣମାନେ କାଟିଦେବେ, ଦେଖିବେ ଆପଣମାନଙ୍କର କଇଁଚିଟା ନୂଆରୁ ଯେମିତି କଇଁଚିର ଦାଢ଼ ଥାଏ, ସେମିତି କଇଁଚିର ଦାଢ଼ ହେଇଯିବ। ଏହାକୁ ପିଲାମାନଙ୍କ ଠାରୁ ଦୂରେଇ ରଖିବେ, ଯେହେତୁ ବହୁତ ସାର୍ପ ଜିନିଷ, ମେଡ଼ିସିନ ଖୋଳ ହେଉ, କଇଁଚି ହେଉ, ଛୁରୀ ହେଉ, ଏଗୁଡ଼ାକ ପିଲାମାନଙ୍କଠୁ ଟିକେ ଦୂରେଇକି ରଖିବେ, କାରଣ ସେମାନେ ଜାଣିପାରିବେନି, ତାଙ୍କ ହାତ ମଧ୍ୟ କଟି ଯାଇପାରେ। ତ ଏହାକୁ ଟିକେ କେୟାରଫୁଲି ଆପଣମାନେ କରିବେ। ନେକ୍ସଟ ଟିପ୍ସ ହେଉଛି ମୋର ହେୟାର ବ୍ୟାଣ୍ଡକୁ ନେଇକରି। ହେୟାର ବ୍ୟାଣ୍ଡ ତ ସମସ୍ତେ ମୁଣ୍ଡରେ ବ୍ୟବହାର କରନ୍ତି, ତାକୁ ଆମେ ଟିକେ ଡିଜାଇନ୍ କରିବା। ଡିଜାଇନ୍ କଲେ ଆମକୁ ଟିକେ ଭଲ ଲାଗିବ ପିନ୍ଧିବା ପାଇଁକା। ଚାଲନ୍ତୁ ମୁଁ ଏଇଟା କେଉଁଥିରେ ଡିଜାଇନ୍ କରୁଛି ସେଇଟା ମୁଁ ଆପଣମାନଙ୍କୁ ଆଜି ଦେଖାଉଛି। ଯେଉଁ ମେଡ଼ିସିନ ଆପଣମାନେ ଦେଖିଥିବେ ଆଲୁମିନିୟମରେ ଏମିତି ମେଡ଼ିସିନ ଆସିଥାଏ, ତାକୁ ଆମେ କ'ଣ କରିବା ନା, ଯେଉଁ ମେଡ଼ିସିନ ଯେଉଁ ଟାବଲେଟ୍ର ଯେଉଁ ପାର୍ଟଟା, ସେଇଟାକୁ ଆପଣମାନେ ଟିକେ ରାଉଣ୍ଡ ସେପ୍ରେ କାଟିବା ପାଇଁକା ଆପଣମାନଙ୍କୁ ପଡ଼ିବ। କାରଣ ଏ ରାଉଣ୍ଡ ସେପ୍ରେ କାଟିବା ପରେ ମୁଁ କ'ଣ କରୁଛି ସେଇଟା ଆଗକୁ ଆପଣମାନଙ୍କୁ ଦେଖିବାକୁ ପଡ଼ିବ। ସେଥିପାଇଁ କହୁଛି ଭିଡ଼ିଓକୁ ଜମାରୁ ବି ସ୍କିପ୍ କରିବେନି। ସ୍କିପ୍ କଲେ ଆପଣମାନେ ୟୁଜଫୁଲ୍ ଟିପ୍ସ ଗୁଡ଼ାକ ଭୁଲିଯିବେ। ଯଦି ଭିଡ଼ିଓ ଆଜିର ଭଲ ଲାଗିବ, ତାହେଲେ ନିହାତି ଭାବରେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ଆଉ ଆପଣମାନଙ୍କର ବହୁମୂଲ୍ୟ ସମୟ ଦେଇ ଆପଣମାନେ ଭିଡ଼ିଓଟି ମୋର ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ ମୁଁ ପୁରା ରାଉଣ୍ଡ ସେପ୍ର ମେଡ଼ିସିନଟା ଖୋଳଟାକୁ ଟିକେ ସାଇଜ୍ କରିକି ଆପଣମାନଙ୍କୁ ଟିକେ କାଟିବାକୁ ପଡ଼ିବ। ସାଇଜ୍ କରି ନ କାଟିଲେ ଆପଣମାନଙ୍କୁ ଦେଖିବା ପାଇଁକା ଭଲ ଲାଗିବ ନାହିଁ। ତାପରେ ଆପଣମାନେ କ'ଣ କରିବେ, ଏ ଯେଉଁ ରାଉଣ୍ଡ କରିକି ମେଡ଼ିସିନ ଖୋଳଟା କାଟିଲି, ତା ଦେହରେ ଆପଣ କ'ଣ କରିବେ ନା, ଟିକେ ନେଲ୍ ପଲିସ୍, ଆପଣମାନଙ୍କ ଘରେ ଯେଉଁ କଲର୍ ବି ନେଲ୍ ପଲିସ୍ ଥିବ, ଆପଣମାନେ ସେ କଲର୍ ନେଲ୍ ପଲିସ୍କୁ ୟୁଜ୍ କରିପାରିବେ। ଆମେ ମେଡ଼ିସିନ ଖୋଳକୁ ଯେତେବେଳେ ବ୍ୟବହାର କରୁ, ମେଡ଼ିସିନ ସରିଲା ପରେ ଆମେ ତାକୁ ସାଧାରଣତଃ ଫିଙ୍ଗି ଦେଇଥାଉ। ତ ଦେଖନ୍ତୁ ଫିଙ୍ଗିଥିବା ମେଡ଼ିସିନରେ ମୁଁ କେତେ ସୁନ୍ଦର ଜିନିଷ ସବୁ ସେଥିରେ ବନେଇ ପାରୁଛି। ଆଉ ଆପଣମାନେ ନିହାତି ଭାବରେ ଏହାକୁ ଘରେ କରନ୍ତୁ, ଦେଖିବେ ଆପଣମାନଙ୍କୁ ବହୁତ ଖୁସି ମଧ୍ୟ ଲାଗିବ।
तापर कौन करेंगे ना आ गोटे नेल पॉलिश दे पारे आपण मान पाखे जो कलर नेल पॉलिश थे आपण मैंने से पारे आपको देखिए मुझे कौट लगुच से आपण मानक आगू देखिए वीडियो को जमार भी स्किप करंतुनी फास्ट और लास्ट पर्यंत निहाती भाव में वाच करूँ तापर आपण मैंने तो गोटे अठा देके रबर बैंड उपर एमती चिपकई देवे देखिए से गोटे नुआ डिजाइन लुक दब जहाँफल कि आपण मानक भल लगे आउ साटिस्फाई लगे जहाँ आपण मैंने अदरकार जिनस एत क्रिएटिव आपण मैंने करें देखो केते सुंदर बैंडटा देखाला ना आपण मैंने निहाती भाव में यहाँ यूज करूँ देखिए आपण मानक पैसा सहित समय बंचब तो देखो मार्केट रे आपण मैंने बहुत डिजाइन बैंड आने जहाँकि से 10 टंका ऊपर आपण मानक अवेलेबल पड़ो कि घरे आम यहाँ आराम से बन पार नेक्स्ट टिप्स अच्छी बहुत इंपोर्टाट जोटा कि आपण मैंने थंबनेल देखि जानीपारे परिबा तो आम साधारणतः समस्ते आम छुरी पनिकी काटि था छोटू बड़ पर्यंत जदि आम काटु था आम मानक टिके जदि बेसावधान हे छुरी पनिकी आपण मानक हाथ कटिजार बहुत संभावना थाए किंतु मुझे आपण मानक छुरी कि पनिकी आपण मानक आज मुझे देखेबी आपण मानक मुझे गोटे बहुत बढ़िया ट्रिकटे देवी जोटा कि आपण मानक इमरजेंसी टाइम रे आपण माने सेटा को यूज कर परिबे आपण माने जते बेले छुरी रे काटि थांती बीन्स टिके जदि अन्य मनस्क हेबे वेजिटेबल जहाँ भी आपण माने काटुचंती जदि टिके अन्य मनस्क हे जिबे ना आपण मानक हाथ कटिबार बहुत चांसेस थाए तो सेति मैं आपण मानक देखौची ए जो टिप्सटा आपण मानक देखैबी सेटा आपण माने इमरजेंसी टाइम रे ही यूज करले आपण मानक बहुत बेनिफिट मिलबो देखंतु आमे जते बेले काटुचे परिबा तो आपण मैंने टिके घरे आपण मानक जो मेडिसिन खोल अच्छी देखिए मेडिसिन खोलर दाढ़टा बहुत शार्प थाए जहाँकि छुरी भायार काम करता है तो मुझे आपण मानक पूरा पाखर करके देखा आपण मैंने कहवा अपेक्षा देखिले आपण मैंने विश्वास करेंगे देखो आपण मैंने बीन्स मुझे काटुचे आपण मानक देखा केते सुंदर भाव में बीन्स आमर पूरा छुरी पनिकी काटला भाया काटी होची आपण मैंने यहाँ आखि मुझी काटिपारे आपण मानकर हाथ कटिबार चांसेस बहुत कम थाए देखो केते सुंदर भाव में काटुचे काटि सारे आपण मानक देखैबी जे केते सुंदर भाव में आमर बीन्स गुड़ाक यही मेडिसिन खोल काटी होची देखो केते सुंदर भाव में आमर काटी होगला आउ आपण मैंने जब कड़े ट्रावेलिंग करने जाऊँगी कि फिस्ट फास्ट करने जाऊँगी तो आपण मैंने जब छुरी नाक आप भूली जाइए तो मेडिसिन खोल आपण मैंने यार काम चल पारे देखो केते सुंदर भाव में बिना छुरी आम केमी बीन्स गुड़ाक काटिले केते सुंदर देखा देखो पूरा पाखर आपण मानक देखा केते सुंदर देखा आशा करुँच आज सब टिप्स आपण मानी निहाती भाव में यूजफुल थी फर्स्ट और लास्ट पर्यंत वीडियो देखि आपण मानक अशेष अशेष धन्यवाद रहुची जय जगन्नाथ देखा नेक्स्ट ब्लॉग रे।